ପାଇଁ ତ ଜଗିଲୁ କାହିଁ ଟିକଟ କାଉଣ୍ଟର ବନ୍ଦ କରିବୁ। ଆସିଲୁଣି ଆମେ ଏଇ 8ଟା 8:30 ଖଣ୍ଡେ ହବ। ଏଥର କାହାର କ୍ରେଜ ହବ ଖଣ୍ଡଗିରି ମେଳାରେ ଯେହେତୁ ସେମିତି ତ ଆରମ୍ଭରୁ ସେମିତି ତ କହିପାରୁନାହାନ୍ତି କି କହିହେବନି କିନ୍ତୁ ଅଛନ୍ତି ସବୁ ଭଲ ଭଲ କଳାକାର ବି ଅଛନ୍ତି। ପିୟୁଷ ଭାଇ ବି ଅଛି ଭଲ କୋଉ ଖାସ୍ କରି ନାଟକ ପିୟୁଷ ଭାଇର ନାଟକଟା ଭଲ ଲାଗେ। ଭଲ ଲାଗିବ ମୁଁ ବଜରଙ୍ଗୀ ଦେଖିବା ପାଇଁ ହଁ ଆସିଛନ୍ତି। ତାଙ୍କର ଆଗରୁ କଣ ନାଟକ ଦେଖିଥିଲେ? ହଁ ଦେଖିଥିଲୁ ଏଇଟା ଅଧା ରାତିରେ ସାଥି ଦେଖିଥିଲୁ ଭଲ ଲାଗୁଥିଲା। ଟିକେଟ କାଟି ସାରିଲେଣି? ନାଇଁ ଟିକଟ ବା ବନ୍ଦ କରିକି ପଳେଇଲେ କେତେଟା କହିଲେ ଟିକେଟ କାଟିଲେ? ଟିକଟ ମୋ 6ଟା ଟିକଟ କାଟିଥିଲି। 6ଟା ଟିକେଟ ଟିକେ ଲେଟ୍ କରିଦେଲେ ଆସିବା ପାଇଁ। ହଁ ଟିକେ ଲେଟ୍ ହେଇଗଲା ଆଉ ଅଛି ଟିକଟ ନାଇଁ କରୁଛନ୍ତି ଆଉ। ଟିକଟ ପାଇଁ ତ ଜଗିଲୁ କାହିଁ ଟିକଟ କାଉଣ୍ଟର ବନ୍ଦ କେତେଟାରୁ କରିବୁ। ଆସିଲେଣି? ଆସିଲୁଣି ଆମେ ଏଇ 8ଟା 8:30 ଖଣ୍ଡେ ହବ। ଏଥର ଆଉ କାହାର କ୍ରେଜ ହବ ଖଣ୍ଡଗିରି ମେଳାରେ ଯେହେତୁ ସେମିତି ତ ଆରମ୍ଭରୁ ସେମିତି ତ କହିପାରୁନାହାନ୍ତି କି କହିହେବନି କିନ୍ତୁ ଅଛନ୍ତି ସବୁ ଭଲ ଭଲ କଳାକାର ବି ଅଛନ୍ତି। ପିୟୁଷ ଭାଇ ବି ଅଛି ଭଲ କୋଉ ଖାସ୍ କରି ନାଟକ ପିୟୁଷ ଭାଇର ନାଟକଟା ଭଲ ଲାଗେ। ଭଲ ଲାଗିବ ମୁଁ ବଜରଙ୍ଗୀ ଦେଖିବା ପାଇଁ ହଁ ଆସିଛନ୍ତି। ତାଙ୍କର ଆଗରୁ କଣ ନାଟକ ଦେଖିଥିଲେ? ହଁ ଦେଖିଥିଲୁ ଏଇଟା ଅଧା ରାତିରେ ସାଥି ଦେଖିଥିଲୁ ଭଲ ଲାଗୁଥିଲା। ଟିକେଟ କାଟି ସାରିଲେଣି? ନାଇଁ ଟିକଟ ବା ବନ୍ଦ କରିକି ପଳେଇଲେ କେତେଟା କହିଲେ ଟିକେଟ କାଟିଲେ? ଟିକଟ ମୋ 6ଟା ଟିକଟ କାଟିଥିଲି। 6ଟା ଟିକେଟ ଟିକେ ଲେଟ୍ କରିଦେଲେ ଆସିବା ପାଇଁ। ହଁ ଟିକେ ଲେଟ୍ ହେଇଗଲା ଆଉ ଅଛି ଟିକଟ ନାଇଁ କରୁଛନ୍ତି ଆଉ।